ଗୁଡ୍ ମର୍ଣ୍ଣିଂ ଷ୍ଟୁଡେଣ୍ଟ ପିଲାମାନେ ଆମର ଏକ ନୂଆ କେଏନ ଓଡ଼ିଆ କ୍ଲାसेस ୟୁଟ୍ୟୁବ ଚ୍ୟାନେଲକୁ ତୁମମାନଙ୍କୁ ସ୍ୱାଗତ। ତମେ ପିଲାମାନେ ଜାଣିଥିବ ଆଗାମୀ 29 ତାରିଖ ବା ମେ 29 ତାରିଖରେ ତମର ଓଟିଇଟି ପରୀକ୍ଷା ହେବାକୁ ଯାଉଛି। ଓଟିଇଟି ପରୀକ୍ଷା ଦେବା ପୂର୍ବରୁ ଆମକୁ କେମିତି ପ୍ରିପାରେସନ ହେବାକୁ ପଡିବ ଆମେ ଦେଖିବା। ପ୍ରିପାରେସନ ତମେ ଦେଖ, ପ୍ରଥମେ ଯେତେବେଳେ କୋଶ୍ଚିନ୍ ପେପର ପାଇବ ଫ୍ରଣ୍ଟ ପେଜରେ ପ୍ରଥମ ପେଜରେ ଥିବ ଲେଖା ହେଇଥିବ ସ୍ପେଶାଲ ଓଟିଇଟି କି ଓଟିଇଟି ଲେଖା ହେଇଥିବ 2025 କି 26 ଲେଖା ହେଇଥିବ। ମୁଦିତ ପୃଷ୍ଠ ସଂଖ୍ୟା ଦେଖିବ, ପ୍ରଶ୍ନ ସଂଖ୍ୟା ଦେଖିବ, ସେଟ୍ ଦେଖିବ, ରୋଲ ନମ୍ବର ଦେଖିବ, ସମୟ ଦେଖିବ। ଜାଣିଛ ତମେ ସେଥିପାଇଁ ପରୀକ୍ଷାର୍ଥୀଙ୍କ ନିମନ୍ତେ ନିର୍ଦ୍ଦେଶାବଳୀ ଥିବ ବା ଇନଷ୍ଟ୍ରକ୍ସନ ଟୁ ଦି କ୍ୟାଣ୍ଡିଡେଟ୍ସ। ପୂର୍ଣ୍ଣ ସଂଖ୍ୟା ଦେଖିଥିବ 150 ମାର୍କ ତମର ପଡୁଛି। ପ୍ରଥମେ ଥିବ ପରୀକ୍ଷାର୍ଥୀମାନଙ୍କର ପ୍ରାର୍ଥିତ୍ୱ ସମୟ ସ୍ଥାୟୀ। ଯଦି କୌଣସି ପରୀକ୍ଷାର୍ଥୀ ଦେଇଥିବା ତଥ୍ୟ ଭୁଲ, ମିଥ୍ୟା କିମ୍ବା ଅସମ୍ପୂର୍ଣ୍ଣ ବୋଲି ଯେକୌଣସି ସମୟରେ ପ୍ରମାଣିତ ହୁଏ ତେବେ ତାଙ୍କର ପ୍ରାର୍ଥିତ୍ୱ ନାକଚ ହୋଇଯିବ। ଯଦି କୌଣସି ଇନଫର୍ମେସନ ଭୁଲ ଦେଇଥିବ ପ୍ରାର୍ଥିତ୍ୱ ନାକଚ ହୋଇଯିବ। ଆଉ ଦେଖିବ ଦ୍ୱିତୀୟ ନମ୍ବର ଉତ୍ତର ଫର୍ଦ୍ଦରେ ଥିବା ବୃତ୍ତିଟିକୁ କେବଳ କଳା କିମ୍ବା ନୀଳ ବଲ୍ ପଏଣ୍ଟ କଲମ ଦ୍ୱାରା ସମ୍ପୂର୍ଣ୍ଣ ରୂପେ କଳା ବା ନୀଳ କରିବାକୁ ହେବ। ଆଂଶିକ କଳା କରାଯାଇଥିବା ବେଳେ ତାହାର ମୂଲ୍ୟାଙ୍କନ ହେବ ନାହିଁ। ଜାଣିଛି ତମେ ବ୍ଲୁ ପେନ୍ ବ୍ଲାକ୍ ପେନ୍ ନେଇଥିବ, ତା ପୁରା ସମ୍ପୂର୍ଣ୍ଣ ବ୍ଲାକେନିଂ କରିବ, ଏଇଥିରେ ଅସୁବିଧା ହୁଏ। ତମେ ପ୍ରଥମେ ରାଉଣ୍ଡ ଟାକୁ ଆଗ ପୁରା ଏଣ୍ଡ କରୁଟାକୁ ତମେ ଆଗ ରାଉଣ୍ଡିଂ କରିବ, ତାର ମଝିଟା କରିବ, ଏଇଥିରେ ବି ସମୟ ଯାଏ। ଯଦି ଅଧା ଅଳ୍ପିକିଆ ହେଇଥିବ ସେ ନାକଚ ହେଇଯିବ, ତମେ ଉତ୍ତର ଠିକ କରିଥିବ କିନ୍ତୁ ଭୁଲ ହେଇଯିବ। ଦୁଇଟି କିମ୍ବା ଅଧିକ ବୃତ୍ତ ଗୁଡିକୁ ସମ୍ପୂର୍ଣ୍ଣ ଆଂଶିକ କଳା ତମର 4ଟା ମଲ୍ଟିପୁଲ ଚଏସ ଥିବ, ତମେ ଦେଖିବ 4ଟା ମଲ୍ଟିପୁଲ ଗୋଟେ ଠିକ କରିବ, ସେଇଥିରୁ ଯୋଉଟା ଠିକ ଗୋଟେ କରିବ। ତାପରେ କଳା ନୀଳ ପ୍ରାୟତଃ ବୃତ୍ତକୁ ଏକ୍ସ ଚିହ୍ନ ଦ୍ୱାରା, କଟିକ ଦ୍ୱାରା, ଧଳା ରଙ୍ଗ ଲଗାଇ, ରବର ବ୍ଲେଡ ଦ୍ୱାରା ଲିଭାଲିଭି କରି କୌଣସି ଉପାୟରେ ଉତ୍ତର ବଦଳାଇଥିଲେ ତାହାର ମୂଲ୍ୟାଙ୍କନ ହେବ ନାହିଁ। ଏହି ପ୍ରଶ୍ନ ପତ୍ରିକାକୁ ନିର୍ଦ୍ଦେଶ ନ ପାଇବା ପୂର୍ବରୁ ଖୋଲାଯିବ ନାହିଁ। ନିଜର ରୋଲ ନମ୍ବର ଠିକ ଭାବରେ ଲେଖିବ ଏହି ପୁସ୍ତିକା ଏବଂ OMR ଉତ୍ତର ଫର୍ଦ୍ଦରେ ଲେଖିବା ଆବଶ୍ୟକ। ଏହି ପୁସ୍ତିକାରେ ଲିଖିଥିବା ପୃଷ୍ଠ ସଂଖ୍ୟା ଏବଂ ପ୍ରଶ୍ନ ସଂଖ୍ୟା ଭଲ ଭାବରେ ଯାଞ୍ଚ କରିବେ। କିଛି ତ୍ରୁଟି ଥିଲେ ତେବେ ସାଙ୍ଗେ ସାଙ୍ଗେ 5 ମିନିଟ ଭିତରେ ଏହା ବଦଳରେ ଅନ୍ୟ ଏକ ଠିକ ପୁସ୍ତିକା ନିରୀକ୍ଷକଙ୍କ ଠାରୁ ସଂଗ୍ରହ କରିବେ। 5 ମିନିଟ ପରେ କୌଣସି ଆପତ୍ତି ଗ୍ରହଣ ଶୁଣିବେ ନାହିଁ। এটা ତମ ଆଇନ ଦ୍ୱାରା ପରିଚାଳିତ ହଉଛି। ତେଣୁ ଆମେ ଦେଖିବ, ତେଣୁ ଜାଣିଲେ ତମେ ସାବଧାନ ସହିତ ସାର୍କେଲିଂ କରିବ। ମୁଁ ତମକୁ ଶେଷ ଆଡକୁ ଏଟାକୁ ଭଲ ଭାବରେ କହିବି। ଦେଖ, ଏଇଟା ଗୋଟେ ଦେଇଛି ତମର ଆମର 2025 ମସିହା ସ୍ପେସିଆଲ ଓଟିଇଟି ସାଇନ୍ସ ଏବଂ ର ଓଟିଇଟି 2 ର ହଉଛି କୋଶ୍ଚିନ୍ ପେପର, ଉତ୍ତର ମଧ୍ୟ ଅଛି। ଏ ଦେଖ ଲେଖା ହେଇଛି ଇଚ୍ କୋଶ୍ଚିନ୍ ହାଜ୍ 4 ପସିବଲ ଆନ୍ସର। Choose the correct answer from among them and mark in the appropriate circle completely in the OMR sheet with blue or black ball point. ଶିଶୁ ବିକାଶ ଚାଇଲ୍ଡ ଡେଭଲପମେଣ୍ଟ ଆଣ୍ଡ ପେଡାଗୋଜି ଆମେ ଜାଣିଛେ ଯେ 30 ମାର୍କରୁ ଏଇଟା ପୁରା 30 ମାର୍କର ରହୁଛି। ଏଇଟା ତମର CDP ବା ଚାଇଲ୍ଡ ଡେଭଲପମେଣ୍ଟ ପେଡାଗୋଜି। ତମେ ଏଠି ଠିକ କଲା ବେଳେ କଣ ଅସୁବିଧା, ଆମେ ଜଣେ ଟିଚର, ଆମେ ଜାଣିଛୁ ସାରେ ଆମେ ଜାଣିଛୁ କୋଉଠି କଣ ଅସୁବିଧା ହଉଛି, ଆମେ ବି ଫେସ୍ କରିଛୁ, ଆମେ କେତେ ନମ୍ବର ରଖିଛୁ, କେମିତି ଆମେ ପ୍ରିପେୟାର ହେଇଥିଲୁ, ଆମେ ସେ ବିଷୟରେ କହିବ। ତମେ ଜାଣିଛ ଏଟା 30 ମାର୍କ CDP। ମାର୍କିଂ ଆନ୍ସର ଠିକ କଲା ବେଳକୁ ଦେଖ କେମିତି, ପ୍ରଥମେ ଦେଖ ଏ ଗୋଟେ ଦେଇଛି ଉଦାହରଣ ସ୍ୱରୂପ ଜଣେ ବ୍ୟକ୍ତିଙ୍କ ପ୍ରକୃତ ବୟସ 20 ବର୍ଷ ଏବଂ ମାନସିକ ବୟସ 25 ବର୍ଷ ହେଲେ ତାର ବୁଦ୍ଧିଆଙ୍କ କେତେ? ଏଠି ଉତ୍ତର ତମର ହବ D 25। ଆମେ ଜାଣିଛେ ବୁଦ୍ଧିଆଙ୍କର କଣ ମେଣ୍ଟାଲ ଏଜ ବାଇ କ୍ରୋନୋଲୋଜିକାଲ ଏଜ ବସେଇବ। ଠିକ ତମେ ଉତ୍ତର ବାଛିକିରି ସାର୍କେଲିଂ କରିବ। 2 ନମ୍ବର ଦେଖ,
ନିକଟରେ ତମେ ଦେଖ ଡି করে ଦେଇଛି calculate IQ ଯୋଉଟା ହଉଛି କହୁଛି ବୁଦ୍ଧିଆଙ୍କ calculate the IQ of a person with chronological age and mental age chronological age by mental age କୁ tally କରି ତମକୁ ଲେଖିବ ତେଣୁ ଏଇଠି ତମର ଆନ୍ସରଟି ହବ ଆନ୍ସର ବାହାରିବ ତମର ଏଇଟା ଡି 125 ତେଣୁ ତମ ଗୋଟେ ପ୍ରୋବ୍ଲେମ ହଉଛି ଯେ ପିଲା ଓଡ଼ିଆ ଶବ୍ଦ ଅଛି ଆମେ ତା ବାବଦ ଧାରଣା ଆମେ ପାଇନେ ପରିଚିତ ହେଇନେ ଇଂଲିଶ ୱାର୍ଡ ଅଛି ଆମର ପରିଚିତ ହେଇନେ ତେଣୁ ତମର ଯେତେବେଳେ ତମକୁ ଦେଉଛି ଯୋଉ ଆମର ଟେଷ୍ଟ ପେପର ଯୋଉ ଅଛି PBW ଟେଷ୍ଟ ପେପର ସେଥିରେ କେବଳ ସେ ଦେଇଛି ଓଡ଼ିଆରେ କିନ୍ତୁ ଏଥିରେ ଦେଇଛି କାରଣ ସେ ଦେଇଛି କାରଣ ଡବଲ ଯଦି ଓଡ଼ିଆ ଆଉ ଇଂଲିଶ ପେପର ଦିଟା କରିକି କୋଶ୍ଚିନ୍ ଆକାର ଯେମିତି ଦେଇଥାନ୍ତା ଟେଷ୍ଟ ପେପରଟା ତାର କଳେବରଟା ବହୁତ ପୃଷ୍ଠା ହେଇଥାନ୍ତା ତେଣୁ ସିଏ ଗୋଟିଏ ଆକାର ଦେଇଛି ଓଡ଼ିଆରେ ଦେଇଛି ତେଣୁ ଆମକୁ ଏଇଟା କନଫ୍ୟୁଜ କରିପାରେ ତେଣୁ ତମେ ପ୍ରଥମରୁ ଏଇଟା ତମେ ପ୍ରିପାରେସନ ହେଇଥିବ କୋଉଠି ଅସୁବିଧା ହେଇଛି ବେଳେ ବେଳେ ଓଡ଼ିଆ ଆମର କିଛି ଧାରଣା ଥାଏ ଇଂଲିଶରେ ବି ଧାରଣା ନଥାଏ ଏଥିରେ ଥାଏ ଏଥିରେ ନଥାଏ ତେଣୁ ଦେଖ ଖାଲି ମୁଁ ତୁମକୁ ଓଭରଅଲ କହିଛି ଉତ୍ତର କେମିତି ହେଇଛି ତାପରେ ଆଗାମୀ ଭିଡିଓରେ ଆମେ ପେପର 1 ବିଷୟରେ କହିବା 2ଟା ଦେଖ 2ଟା ଅଛି ନିକଟରେ ଓଡ଼ିଶା ସରକାର ହରିଜନ ଶବ୍ଦକୁ ନିଷେଧ କରି ବଦଳରେ ଏସସି କିମ୍ବା ଅନୁସୂଚିତ ଜାତି ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବେଳେ ବେଳେ କଣ ହବ ଉତ୍ତର କଲା ବେଳେ ଆମକୁ ବେଳେ ବେଳେ ଲାଗେ ସେମିତି ସବୁଗୁରା ଠିକ ଭଳିଆ ଲାଗେ ଆମେ ଜାଣିଥିବା ପ୍ରଥମେ ଆମକୁ ଯୋଉଟା ଭଲ ଭାବରେ ଆସିବ ଆମେ ସେଇଟା ଲେଖିବା ତାପରେ ସାର୍କେଲିଂ କରିବ ସାର୍କେଲିଂଟା ଭଲ ଭାବରେ କରିବ ଅଳ୍ପ ଟିକେ କଲେ ଭୁଲ ବେଶୀ ପୁରା ବାହାରକୁ ଗଲେ ଭୁଲ ଡବଲ କଲେ ଭୁଲ ତେଣୁ ଏଥିରେ 5-10 ମିନିଟ୍ 15 ମିନିଟ୍ ଯାଇପାରେ ଯିବ ଯିଏ ଆଗରୁ ଯିଏ ପ୍ରାକ୍ଟିସ କରିଥିବ ଆଗରୁ OMR ସିଟରେ ପ୍ରାକ୍ଟିସ କରିଥିବ କି ଆଗରୁ ସେମିତିଆ ପରୀକ୍ଷା ଦେଇଥିବ ତାର କିଛି ପ୍ରୋବ୍ଲେମ ହବ ନାହିଁ ତେଣୁ ୟାର ଉତ୍ତରଟା ହେଲା କଣ ନା ସି ଦେଖ ସି ଠିକ ଅଛି ଧାରା 341 3 ନମ୍ବର ଯୋଉଠି ତମର ଓଡ଼ିଆରେ ନ ବୁଝି ପାରିବ ଇଂଲିଶଟା ଟିକେ ଦେଖିବ କି ତମେ ବେଳେ ବେଳେ ଇଂଲିଶରେ ଆମ ୱାର୍ଡ ସବୁ ଆସିଛେ ଓଡ଼ିଆରେ ଆସିନେ ଓଡ଼ିଆ ନହେଲେ ଇଂଲିଶଟା ଟିକେ ଦେଖିବ ଦିଟା ଯୋଉଟା ତମକୁ ସୁବିଧା ହବ ଦେଖୁଥିବ 3 ନମ୍ବର ଦେଖ ଏମିତି ନିମ୍ନଦତ୍ତ ସ୍କୋର ଗୁଡ଼ିକରେ ମଧ୍ୟମାନ ନିର୍ଣ୍ଣୟ କର 15 41 34 32 11 39 28 12 find the median for the given scores 15 41 34 32 11 39 28 and 12 ଆମେ ସୂତ୍ର ମନେ ରଖିଲେ କି ହବ ବେଳେ ବେଳେ ଆମେ ଜାଣିଥିବା ଉତ୍ତର ବି ଆମକୁ ଆସେନି ଠିକ ଆସେନି କଣ ହୁଏ ନା ତରବରରେ ଗୋଟେ ଭୁଲ ହେଇଯାଏ ତରବରରେ ନହେଲେ ଓଭର ଇଏ ହେଇକିରି ଓଭରୱେଲମ ହେଇକିରି ଭୁଲ ହେଇଯାଏ ତେଣୁ ଉତ୍ତର ୟାର ହବ ଡି ତାପରେ ଦେଖ 4 ନମ୍ବର ଶିକ୍ଷକ ପଞ୍ଜିକ ପନ୍ଥାରେ କାହାକୁ ଗୁରୁତ୍ୱ ଦିଆଯାଏ ଏଟା ଦିଆଯାଏ ଦେଖ ଆମେ ଦେଖ 1 ହେଲା ଶିକ୍ଷକ କୈନ୍ଦ୍ରିକ ପନ୍ଥାରେ କାହାକୁ ଗୁରୁତ୍ୱ ଦିଆଯାଏ 1 ନମ୍ବର ଏଟା ମିଳିଥିଲା ଶିକ୍ଷକ କୈନ୍ଦ୍ରିକ ତ ଶିକ୍ଷକ ତେଣୁ ଆମେ ଶିକ୍ଷକ ଏଟା ବି ଲେଖିଥିବା ବିଟା ଠିକ 5 ନମ୍ବର ଦେଖ ଫ୍ରଏଡ୍ ମାନସିକ ଯୌନ ବିକାଶ ତତ୍ତ୍ୱ ଅନୁସାରେ କେଉଁ ପର୍ଯ୍ୟାୟରେ ଅନୁସନ୍ଧି ସହିତ ଆରମ୍ଭ ହୁଏ ଏଟା ଭୁଲ ହେଇଯାଇଛି ହେଲା ତେଣୁ ଏମିତି ଏଟା ତମେ ଗୋଟେ ପରୀକ୍ଷାର ମାର୍କିଂ କରାଯାଇଛି କେତେ ନମ୍ବର ରହିଛି 6 ନମ୍ବର ଦେଖ ଶିକ୍ଷାର୍ଥୀ କୈନ୍ଦ୍ରିକ ଶ୍ରେଣୀ କାହା ଉପରେ ଗୁରୁତ୍ୱ ଦିଆଯାଏ ଆମେ ଜାଣିଛେ ଯେ ଶିକ୍ଷାର୍ଥୀ ହେଲେ ମେନ୍ ହେଲେ ଆମର ଶିକ୍ଷାର୍ଥୀ ଚିଲଡ୍ରେନ ଆମର ଫୋକସ ପଏଣ୍ଟ ରହିଲେ ମେନ୍ ସେଣ୍ଟରରେ ରହିଲେ ବାକି ତାକୁ ଆମେ ଅନ୍ୟ ଚାରିଆଡେ ରହିଲେ ତେଣୁ ଲର୍ଣ୍ଣର ସେଣ୍ଟର କ୍ଲାସରୁମ ଫୋକସେସ୍ ଅନ୍ ଷ୍ଟୁଡେଣ୍ଟସ୍ ଆଣ୍ଡ ନିଡ୍ ଆଣ୍ଡ ପାର୍ଟିସିପେସନ ଏଇଟା ଶିକ୍ଷାର୍ଥୀଙ୍କ ଆବଶ୍ୟକତା ଓ ଅଂଶଗ୍ରହଣ ଏଇଟା ତମର ଏଇଠି ସିଟା ଠିକ ହେଇଯାଇଛି ଠିକ ହେଇଛି 7 ନମ୍ବର ଦେଖ କେଉଁଠି ସ୍ୱଳ୍ପ ମାନସିକତା କ୍ଷମତା ଥିବାର ଲକ୍ଷଣ ନୁହେଁ ଜଡ଼ ବସ୍ତୁ ଉଦାହରଣ ଉପରେ ଏଇଟା ଭୁଲ ସେ କରିଛି ତେଣୁ ଆମେ ଦେଖିବା ଭଲ କି ଆମେ ପଢିକିରି କୋଉଟା ଠିକ କୋଉଟା ଭୁଲ ସେଇଟା ଆମେ ଦେଖିବା ତାପରେ ଠିକ କରିବା 8 ନମ୍ବର ଦେଖ ପାଠ୍ୟକ୍ରମର ପ୍ରକୃତି କିଭଳି ହେବା ଉଚିତ ହ୍ୱାଟ ଇଜ ଦ ନେଚର ଅଫ କରିକୁଲମ ଏଇଟା ଦେଖ ତମ ଟେଷ୍ଟ ଉପରେ ଗୋଟିଏ ପ୍ରକାର ଦେଇଛି ସେଇଟା ସବୁ ଅସୁବିଧା ହେଇଛି ଆମେ ଓଡ଼ିଆ ଗୁରେ ଜାଣିଛେ ଇଂଲିଶ ଜାଣିନେ ଇଂଲିଶ ଗୁରେ ଜାଣିଛେ ଓଡ଼ିଆ ଜାଣିନେ ତେଣୁ ଏଇଠି ତାର ଉତ୍ତରଟା ହଉଛି କୋଉଠି ନା ବି ନମନୀୟ ଓ ଦରକାରୀ ସମୟରେ ସମୃଦ୍ଧ ହେବାର ଆବଶ୍ୟକତା ଫ୍ଲେକ୍ସିବୁଲ ଆଣ୍ଡ ଡେଭଲପମେଣ୍ଟାଲି ଆପ୍ରୋପ୍ରିଏଟ ଏଟା ବିଟା ଠିକ ତେଣୁ 1 ନମ୍ବର ଏଟା ମିଳିଥିଲା ନିମ୍ନୋକ୍ତ ତାପରେ କେଉଁ ତଥ୍ୟର ଏକ ଛବିଳ ପରିପ୍ରକାଶ ନୁହେଁ ପୌନଃପୁନିକ ଆୟତଚିତ୍ର ଦେଇଥିଲା କିନ୍ତୁ ଡିଟା ତାର ଠିକ କେଉଁ ଗୁଡିକ କେବଳ ଦୃଶ୍ୟ ଉପକରଣ ଅଟନ୍ତି ଦେଖାଯାଇଛି
ଦୃଶ୍ୟ ଉପକରଣ ଆମେ ଯୋଉଟା କହୁଛେ ଭିଜିବଲ ଏଡ୍ସ, କଳାପଟା, ଚାର୍ଟ, ଫ୍ଲାସ୍ କାର୍ଡ, କଳାପଟା ଆମେ ଦେଖୁଛେ, ଚାର୍ଟ ଦେଖୁଛେ, ଫ୍ଲାସ୍ କାର୍ଡ ଦେଖୁଛେ ହେଲା। ଏଠି ହଉଛି କଣ ନା କଳାପଟା, ରେଡିଓ, ଟେଲିଭିଜନ, କଳାପଟା, ରେଡିଓ ଖବର ତେଣୁ 1 ନମ୍ବର ମିଳିଥିଲା, ଏଇଟା ଠିକ। 11 ନମ୍ବର ଦେଖ ବିକାଶର କେଉଁ ନିୟମ ସୂଚିତ କରେ ଯେ ଅଭିବୃଦ୍ଧି ମସ୍ତିଷ୍କକୁ ଆରମ୍ଭ ହୋଇ ପାଦ ପର୍ଯ୍ୟନ୍ତ ଚାଲେ? ଏଇଟା ଠିକ। ମସ୍ତିଷ୍କ ଆପଦ ମସ୍ତକ ଯୋଉଟା ମୁଣ୍ଡଟାରୁ ଗୋଡ ପର୍ଯ୍ୟନ୍ତ ସେଫାଲୋ କୌଡାଲ, ତେଣୁ 1 ନମ୍ବର ମିଳିଥିଲା। ତାପରେ ଦେଖ 12 ନମ୍ବର 12 ନମ୍ବରରେ ବିଟା ଠିକ। ଦେଖ ନିମ୍ନଲିଖିତ ପ୍ରବୃତ୍ତି ଗୁଡିକ ମଧ୍ୟରୁ କେଉଁଟା ବଂଶଗତ କାରଣ ନୁହେଁ? ବେଳେ ବେଳେ ଏଇଠି ପ୍ରୋବ୍ଲେମ ହୁଏ, ପିଲାମାନେ ସାଧାରଣତଃ ପଜିଟିଭରେ ବୁଝିଥାନ୍ତି, ହେଲେ ନେଗେଟିଭର ଉତ୍ତର ବାହାର କଲା ବେଳକୁ ପ୍ରଥମେ ବୁଝିବ, ନେଗେଟିଭରୁ କଲା ବେଳକୁ କୋଉଟା ନୁହେଁ, ତାହେଲେ ଆମେ ଦେଖିବା କୋଉଟା ଅଟେ ଦେଖିଦେଇ ଯାହା ପରେ ସେଇଟା ଯୋଉଟା ନୁହେଁ ଆମେ ସେଇଟା ଜାଣିଦବା। ଯଦି ଆଗ ନେଗେଟିଭରେ ପଚାରୁଛି, ଆମେ ଆଗ ପଜିଟିଭର ଉତ୍ତର ମନେ ମନେ ବାହାର କରିବ। ମନେ ମନେ ବାହାର କରିଦେଲେ ବାକି ଯୋଉଟା ରହିଲା ସେଟା ନୁହେଁ। ଆମେ କହିଦେବା କେଉଁ ଗୁଡ଼ିକ ନିମ୍ନଲିଖିତ ପ୍ରବୃତ୍ତି ଗୁଡ଼ିକ ମଧ୍ୟ କେଉଁଠି ବଂଶଗତ କାରଣ ନୁହେଁ। ବଂଶଗତ କାରଣ ତାହେଲେ କୋଉଟା? ଏକ ନିର୍ଦ୍ଦିଷ୍ଟ ଶରୀର ଓଜନ ହାସଲ କରିବା, ସମାନ କାର୍ଯ୍ୟକ୍ଷମ ପାଚନ ପ୍ରଣାଳୀ ପାଇବା, ଅନ୍ୟାନ୍ୟ ଚକ୍ଷୁ ଆକାର ଓ ରଙ୍ଗ ପାଇବା, ଏଇ ତିନିଟା କଣ ଅଟେ, ତେଣୁ ନୁହେଁ ଯୋଉଟା ସମାନ ଭାବରେ ଆକ୍ରମଣାତ୍ମକ ଓ ସ୍ନାୟବିକ ହେବା। ତେଣୁ ଏଇଟା ତମକୁ ପିଲାଙ୍କୁ କନଫ୍ୟୁଜ କରିବା ପାଇଁ ତମକୁ ଟେଷ୍ଟ କରୁଛି ନା, କନଫ୍ୟୁଜ କରିବା ପାଇଁ ତମକୁ ନେଗେଟିଭର ଗୋଟେ ପ୍ରଶ୍ନ ଦବ। ତମକୁ ନେଗେଟିଭ ତମ କୋଉଟା ତାହେଲେ ପଜିଟିଭ ଯୋଉଟା ନୁହେଁ ସେଟା ନେଗେଟିଭ। ତେଣୁ ଏଟା ହେଲା 13 ନମ୍ବର। ଦେଖ ମାନଚିତ୍ର କେଉଁ ପ୍ରକାର ଶିକ୍ଷଣ ଉପକରଣ? ଏଟା ଶ୍ରାବ୍ୟ ନା ଦୃଶ୍ୟ ନା ଦୃଶ୍ୟ ଶ୍ରାବ୍ୟ? ଶ୍ରାବ୍ୟ ହେଲା ଶୁଣିବା ଜିନିଷ, କୋଉଟା ଦୃଶ୍ୟ ଦେଖିକି ଖାଲି ଦୃଶ୍ୟ ଶ୍ରାବ୍ୟ ଦେଖିବା ଶୁଣିବା, ଟିଭି ଯେମିତି ଆମେ କହୁଛେ, ବିକ୍ଷେପିତ ପ୍ରୋଜେକ୍ଟର ଯୋଉଟା ଖାଲି କହୁଛି ତମର କଣ ହବ ନା ଦୃଶ୍ୟ ମାନଚିତ୍ର ଆମେ ଦେଖିକି ଯାଉଛେ। ତମ ଭଲ ସହଜ କୋଶ୍ଚିନ୍ ଦଉଛି, ବେଳେବେଳେ ସହଜ ଦଉଛି, ମିଡିୟମ ଟାଇପର ଦଉଛି, ପୁରା ଭିଡ଼ ଦଉନି। ଆମକୁ ଏଇ 20 ଦିନ ଭିତରେ ଆମକୁ ତ ଆଜି ତାରିଖ 22, 22/7/29 ଛାଡ଼ିଦିଅ, 4-5 ଦିନ ଛାଡ଼ି ଦିଅ, 15-17 ଦିନ ଖଣ୍ଡେ, 22ରୁ 5 ଦିନ ଫେରିଯିବ, ହେଲା 22/7/29, 22 ହେଲେ 20 କଥା, 20 ଛାଡ଼ 15-17-18 ଦିନ ଧର, 17-18 ଦିନରୁ ତମେ କେମିତି ପ୍ରିପେୟାର ହବ। ତମେ ଜାଣିଲେ ଏଇଟା ପୁରା 30। ଆମେ ସାଧାରଣତଃ ଯଦି ଆମେ ଜାଣିଛେ ଯେ ଜେନେରାଲ ପିଲା 90 ରଖିଲେ ତାଙ୍କର କ୍ୱାଲିଫାଏ, ଆଉ ଅନ୍ୟାନ୍ୟ ଅଦର କାଟେଗୋରୀ ରଖିବେ 75 ପିଲା। ତମେ ଯଦି ଟିକେ ଭଲକିରି ଏଇ 15-17 ଦିନ ଆଗରୁ ତ ଯାହା ପ୍ରିପେୟାର ହେଇଥିବ, ଏବେ ଯଦି ତମେ ଭଲକିରି ଟିକେ ଦେଖିଥିବ, ତାହେଲେ ତମକୁ ସୁବିଧା। ତମେ ଆଗ ସିଡିପି ଗୁଡାକୁ ଦେଖିବ, ସିଡିପି ଗୁଡାରେ ତମେ ଜାଣିଦେଲା ପରେ ତମେ ଯୋଉ ଅନୁସାରେ ପ୍ରିପାରେସନ ସେମିତି ରଖିବ। ତମ ଏଇ ସିଡିପି ଟାକୁ ତମେ ପୁରା ଭଲ ଯେମିତି ରଖିବ, 30 ନମ୍ବରରୁ ତମେ 30ରୁ 25-27 ସେମିତି ରଖିବ। ରଖିଦେଲେ ଅନ୍ୟାନ୍ୟ ଗୁଡାରୁ ତମେ ପାସ୍ କରିବା ପାଇଁ, କ୍ୱାଲିଫାଇ ହେବା ପାଇଁ ସୁବିଧା। ଏଇଟା ଦେଖ ତମର ବି ଗଲା। 14 ନମ୍ବର ଦେଖ, ଏଇଟା 14 ନମ୍ବର ଦେଇଛି, ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକ ଭଲ ପରୀକ୍ଷଣ ବିଶେଷତ୍ୱ ନୁହେଁ? ତମକୁ ଖାଲି ଗୋଟେ ଓଭରଅଲ ସଚେତନତା କରିବା ପାଇଁ, କେମିତି ପରୀକ୍ଷାରେ ତମେ କ୍ୱାଲିଫାଇ ହବ ସେମିତି କରାହଉଛି। ଗୋଟି ତମ ବିଷୟର ଆନାଲିସିସ କରାହଉନି। ତମେ ଜାଣିଥାଏ ଏଇଠି ପଢିଥିଲେ 2025 ମସିହାରେ ସ୍ପେସିଆଲ ଓଟିଟି। ଏ ବର୍ଷ ମଧ୍ୟ ସ୍ପେସିଆଲ ଓଟିଟି ସାଙ୍ଗକୁ ତମର ଜେନେରାଲ ଷ୍ଟୁଡେଣ୍ଟସ ମାନେ ଯଦି ପରୀକ୍ଷା ଦଉଛନ୍ତି, ତମକୁ ବି ସେଇ ଭଲ ଭିଡ ପଡିବନି। ତମେ ପ୍ରିପେୟାର ହଉଥିବ ଆଗରୁ ଭଲ, ତମେ ବର୍ତ୍ତମାନ ଯେତିକି ତମ ସମୟ ଅଛି, ତମେ ଯଦି ପ୍ରିପେୟାର ହବ, ତମେ ନିଶ୍ଚିତ କ୍ୱାଲିଫାଏ ହବ। ଏଇଠି ଦେଖ ଉତ୍ତର ଦାୟିତ୍ୱ ବି। 15 ନମ୍ବର ଦେଖ ଗଠନମୂଳକ ମୂଲ୍ୟାୟନର ଉଦ୍ଦେଶ୍ୟ କଣ? ଏଇଟା ଦେଇଛି, ଉତ୍ତର ହବ ଶିକ୍ଷଣର ଅଗ୍ରଗତି ନିର୍ଦ୍ଧାରଣ କରେ। ତାପରେ ଦେଖ 16 ନମ୍ବର, 16 ନମ୍ବର ହଉଛି କଣ? ଏ ପାଠ୍ୟକ୍ରମ ବିକାଶ ସମ୍ପର୍କରେ ସଠିକ କ୍ରମ ଚୟନ କର। ଚୁଜ୍ ଦି ରାଇଟ ସିକ୍ୱେନ୍ସ ଇନ ରିଲେସନ ଟୁ kuriculum ଡେଭଲପମେଣ୍ଟ। ହେଲା, ଏଇଟା ତମର ଏ ହଉଛି 2, 3, IV1 ସେ ସିକ୍ୱେନ୍ସ ଟା ଅଛି। 17 ନମ୍ବର ଦେଖ କୌଣସି ସ୍ଥାନୀୟ ବୁଦ୍ଧିମତ୍ତା ବର୍ଗରେ ଆସେ, ମନରେ ଜିନିଷ ଗୁଡିକ କଳ୍ପନା କରିବା। ପୁରା ଭୁଲ ହେଇଯାଇଛି। ଏଇଟା ତୋର କୋଶ୍ଚିନ୍ ପାଟର୍ନ ଏଟା। ତାପରେ 18 ନମ୍ବର ଦେଖ କେଉଁ ଶବ୍ଦଟି ପାଭ୍ଲୋଙ୍କ ଅନୁବାଦର ସହିତ ଜଡିତ ନୁହେଁ? ହେଲା, ଏଟା ହେଲା ଜାଣିଲ, ପ୍ରଶ୍ନ ପଡୁଛି। 19 ନମ୍ବର ଦେଖ ପରିସଂଖ୍ୟାନରେ ମଧ୍ୟମା କଣ କୁହାଯାଏ?
ଏଟା ବି ତାହେଲେ ଠିକ, କ୍ରମିକ ତଥ୍ୟର ଠିକ ମଧ୍ୟବର୍ତ୍ତୀ ସଂଖ୍ୟା। ତାପରେ 20 ନମ୍ବର ଦେଖ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୟସରେ ଆବେଗ ଗୁଡିକ ତୀବ୍ର ଓ କ୍ଷଣସ୍ଥାୟୀ ବୋଲି କିଏ ଦେଖ ଏଟା। ତାପରେ ଏମିତି ତମର ଅଛି ତମର, ଏଟା ତମର ପେଡାଗୋଜି, ତମେ ପ୍ରିପାରେସନ ହବ। ତାପରେ ତାପରେ ଦେଖ ଏମଆଇଏଲ, ଆମେ ଜାଣିଛେ ସାଇନ୍ସ ଆର୍ଟସ ଏବଂ ସାଇନ୍ସ ଆର୍ଟସ ପାଇଁ ଓଡିଆ ସିଡିପି ଓଡିଆ ଇଂଲିଶ ସେମ୍, ବାକି ତାଙ୍କ ସାଇନ୍ସ ପିଲାଙ୍କର ହଉଛି କଣ ନା ମ୍ୟାଥମେଟିକ୍ସ ସାଇନ୍ସ, ଆଉ ତମର ହଉଛି ଆର୍ଟସ ପିଲାଙ୍କର ହିଷ୍ଟ୍ରି ଜିଓଗ୍ରାଫି। ଓଡିଆ ଦେଖ ତମ ପିଲାଙ୍କୁ ବେଳେ ବେଳେ କଣ ହୁଏ, ପିଲା ପୁରା ତମେ ମଝି ରହିକି ଭଲ କି ପଢିବ, ଗୋଟି ଗୋଟିକି ପଢିବ, ଆଉ ଦେଖିକିରି ଓଡିଆରେ ତମେ ଅଧିକ ନମ୍ବର ରଖିଦବ। ଦେଖ 30 ଆମେ ରଖିଛୁ 26 ହେଲା। ତେଣୁ ଭଲକିରି ପଢିକି ଦେଖିବ, ତମେ ଓଡିଆ ଆଉ ଇଂଲିଶରେ ଭଲ ନମ୍ବର ରଖିବ। ଓଡିଆ ଇଂଲିଶ ସିଡିପି ଏଇଥିରେ ରଖିଦବ। ଦେଖ 30ରେ ଅଛି କାହାକୁ ରାଷ୍ଟ୍ର ସର୍ବଶ୍ରେଷ୍ଠ କରି, ଏଇଥିରେ ଉତ୍ତର ଅଛି ତମର ସବୁ ପାରାଗ୍ରାଫରେ ତମର ଉତ୍ତର ଅଛି। ଏଇଟା ହେଲା ହବ କଣ, ଡି ଠିକ ଅଛି। ତାପରେ ଏଇଟା ଠିକ ଅଛି, ଏଇଟା ତମର ଏମିତି ଥିବ। ତମେ ଭଲକି ଯଦି ଦେଖିବ, ତମେ ଓଡିଆରେ ଫୁଲ ଏଇ ଯୋଉ ପାରାଗ୍ରାଫ ଭଲ ନମ୍ବର ରଖିବ, ଇଂଲିଶରେ ବି ରଖିବ। ଆଉ ତାଙ୍କୁ ଦେଖ ଏଇଟା 32 33 ଗଲା। 34 ଏକ ଦେଖ 34 ଦୃଢ ସମାଜ ଏବଂ ଗଠନରେ ସାହାର ଏଇଟା ଅଛି। ନୀତି ଶିକ୍ଷା ତମର ବିଷୟଗତ ଏଇଟା ଗଲା। ତାପରେ ତମେ ଗ୍ରାମାର ଦେଖିବ, ଗ୍ରାମାରରେ ଏଇଟା ଦେଖ, ଏଠି ଗ୍ରାମାରରେ ତମର ଆସିଛି କେଉଁଟି ଅନୁରକ୍ତର ବିପରୀତ ଅର୍ଥ ବୋଧକ। ତେଣୁ ଏଟା ଆମେ ଅନୁରକ୍ତର ବିରକ୍ତ, ଶୁଦ୍ଧ ଚିହ୍ନଟି ଚିହ୍ନଟ କର। ଶାରୀରିକ, ବେଳେ ବେଳେ ତମେ ପିଲା ଦେଖିଥିବ, ତମେ ଏଟା ଆସୁନଥିବ, ତମେ ବହି ଭିତରେ ସେଇ ପାରାଗ୍ରାଫରେ ମଧ୍ୟ ତାର ବର୍ଣ୍ଣନା ସୁଧି ଥିବ। ତମେ ଏଇଟା ତା ଦେଖ, ଏଇଟା ଭୁଲ ଯାଇଛି, କିନ୍ତୁ ଏଟା ଠିକ ଦେଖ, ଦେଖିବ। ବୁଢା ଲୋକଟି ବାଡି ଧରି ଚାଲୁଛି, ବୁଢା ଲୋକଟି ବାଡି ଧରି ଚାଲୁଛି, ଏହି ବାକ୍ୟରେ ବିଶେଷଣ ପଦଟି କିଏ? ଦେଖ ଲେଖା ହେଇଛି, ଏଇଟା ଠିକ ବୁଢା। ତେଣୁ ଏମିତି ଆଲୋଚନା କି ଆପଣା ମହତ ଆପେ ରଖି, ଏଇଠି ଦେଖ କଣ ହେଇଛି, ଏଠି ତମେ ସେ କହିଛି ଆପେ ରଖି ଲେଖାଙ୍କିତ ପଦଟି କି ପ୍ରକାର ଅବ୍ୟୟ। ଏଠି ଦେଖ ଏଇ ନମ୍ବର ଇଏ ହେଇଯାଇଛି, ସେ ଏଇଟା ଦେଖ ତ ଠିକ ଅଛି। ତାପରେ 39 40 ହେଲା, କେଉଁଠି ତାତ୍ବିକ ପଠନ ତମେ ଟିକେ ଭଲ କି ଦେଖୁଥିବ। 41 ବି ଜାଣିମ, 42 ଧାତୁ ସହିତ କୃତ ପ୍ରତ୍ୟୟ ଯୋଗ କରିକିରି। ବଡ ବଡ ଅକ୍ଷର ତମେ ଲେଖା ହେଇ ଦେଖ। ବ୍ୟାପକ ପଠନ ଦ୍ଵାରା କେଉଁ ଦକ୍ଷତା ବୃଦ୍ଧି ହୁଏ? ହେଲା, ଏମିତି ଅଛି। 45 ନମ୍ବର ଦେଖ, 46 ବି ସେମିତି। ସୁ ଉପସର୍ଗଟି କଣ ଏଟା? ସୁ ଉପସର୍ଗଟି କେଉଁ ଅର୍ଥରେ ବ୍ୟବହାର କରାଯାଇଛି? ସି ଦେଖ ଦେଇଛି। 47 ହେଲା, କେଉଁ ପାରାବାର ଶବ୍ଦ ପ୍ରତିବନ୍ଧକ ନୁହେଁ? ଏଟା ହଉଛି ଦେଖ ଏଇଠି ନୁହେଁ ଯୋଉଟା। ଏବେ 48 ଦେଖ, 48 ଅଛି, ପଠନ ଅର୍ଥବୋଧ ନିମିତ୍ତ କାହାର ଆବଶ୍ୟକ ଅଧିକ। ଏମିତି ତମର ଠିକ ଅଛି। କିନ୍ତୁ ତୁମେ ଓଡିଆରେ ଗଦ୍ୟର ପ୍ରୋଜଟାକୁ ଭଲ କରି ପଢିବ, ସେଇଥିରେ ତମର ଉତ୍ତର ଅଛି। ଖାଲି ଟିକେ ଅଛି ଇଏ ବେଳେ ବେଳେ ଦେଇଦିଏ, ତାଙ୍କର ଶବ୍ଦ ଥାଇକି ତମେ ବୁଝିଲା ବେଳକୁ ଟିକେ ଡେରି ହୁଏ, ବେଳେ ବେଳେ ଦିଏ। କିନ୍ତୁ ତମେ ଟିକେ ସାବଧାନ ରଖିଲେ ତମେ 30ରୁ 27 28 ଏମିତି ରଖିଦବ। କିନ୍ତୁ ଏଇଟାରେ ବେଳେ ବେଳେ ଦିଏ ପଦ୍ୟର 50ରୁ 54 ଦେଖ, ପଦ୍ୟଟାରେ ବେଳେ ବେଳେ କଠିନ ଟିକେ ଦେଇଦିଏ, ଟିକେ ଡିଫିକଲ୍ଟ ଦେଇଦିଏ, ବୁଝିଲା ପାଇଁ ଟିକେ ଅସୁବିଧା ହୁଏ। ତେଣୁ ତାକୁ ଟିକେ ସିରିୟସଲି, ଟିକେ ପୁରା ଡିପଲି ଟିକେ ପଢିବ। ଏଇଟା ଟିକେ ସହଜ ବି ପଢିଛି, ଟିକେ ପଢିବ ହେଲା। ବେଳେ ବେଳେ ପଢି ଯାଉଛି ଏମିତି ଡିଫିକଲ୍ଟ, କିନ୍ତୁ ଏଇଥିରେ ଭଲ ନମ୍ବର ରଖିବ। ପ୍ରୋଜରେ ପୋଏଟ୍ରିରେ ଭଲ ନମ୍ବର ରଖିବ। ଏଠି ଦେଖ ଦେଇଛି 50 କବିତାରେ କବି କାହାକୁ ମହାଯୋଗ ତତ୍ଵବସ୍ତୁ କହିଛନ୍ତି? ତେଣୁ ଏଇଟା ହେଲା ତମ ପାଖରେ ଦିଟା ଠିକ, ଏଇଠି ତୁମେ ଠିକ କରିଦବ। 51 52 ଦେଖ। ତାପରେ ଇଂଲିଶ ଦେଖ,
ଇଂଲିଶ ବି ସେମିତି ତମର ତ ପ୍ରୋଜ ଟା ଆଇନଷ୍ଟାଇନଙ୍କ ବିଷୟରେ ଦେଇଛି। when he was four and sick in bed, ଏଟା ତମେ ଭଲକି ବୁଝିବ। ବେଳେ ବେଳେ ବି ଡିଫିକଲ୍ଟ ହଉଛି, ତମେ ଏଥିପାଇଁ ପୂର୍ବରୁ ତମ ୱାର୍ଡ ପାୱାର ଭଲକି ଜାଣିଥିବ। ବେଶୀ ଭିଡ଼ ନୁହଁ, ତମେ ମୂଳରୁ ଟିକେ କିଛି 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 ଜାଣିଥିବ, ତମକୁ ଆସିବ। ଏଥିରେ ବି ତମେ ଭଲ ନମ୍ବର ରଖିବ, ଭଲ ନମ୍ବର ରଖିବ। ସେମିତି ନମ୍ବର ରଖିବ। ଏଇ ଇଂଲିଶରେ କଣ ଡିଫିକଲ୍ଟ ହୁଏ ଦେଖ, ଏଠି ତ ବାସ୍ତ ଦେଖ, ହି ଡ୍ୟାସ୍ ମି many times in the past, ଏଟା ଭୁଲ ହେଇଗଲା। ଏଟା ବିଟା ୟୁଜ ଟୁ ହେଲ୍ପ ହେଲା, ଭୁଲ ହେଇଗଲା, କିନ୍ତୁ ହେଲ୍ପ ହବା କଥା ହେଲା। ତେଣୁ ପିଟି ଟେନ୍ସରେ ପୋଷ୍ଟପୋନ ଦେଖା ପୁଟ୍ ଅଫ ହେଲା, ଠିକ। କିନ୍ତୁ ଏଇଠି ତମେ ଦେଖିବ, ଦେଖ ଭଲକିରି ପ୍ରୋଜ କଣ, ପୋଏଟ୍ରି କଣ, ପୋଏଟ୍ରି ଟିକେ ଡିଫିକଲ୍ଟ ହୁଏ। ତାପରେ ଇଏ ହବ। ଆଉ ଦେଖ ଗଣିତ ବିଜ୍ଞାନ ଗୋଟେ ଦେଖ ବେଳ ତମ କଣ ହୁଏ, ସିଡିପି ଆଉ ଓଡିଆ ଇଂଲିଶ କଲା ବେଳକୁ ତମର ଗଣିତ ବିଜ୍ଞାନ ଗୋଟେ ନମ୍ବର ପାଏ। ତେଣୁ ତମେ ଏଇଥିରେ ତମେ ଦେଖିବ, ତମ ଯୋଉ ସିଡିପି ଅଛି, ସିଡିପି ଟା ନିଶ୍ଚିତ ତମର 10 ମାର୍କ ଯୋଉ ଅଛି, ତମେ ସେଥିରେ ଯେମିତି ଭୁଲ ନ ହୁଏ। କିନ୍ତୁ ଗଣିତ କଲା ବେଳକୁ ଯୋଉତକ କରିବ ଦେଖିବ, ଭଲ ଭାବରେ ଦେଖିବ, ଠିକ କରିବ। ଆଉ ସମୟ ମିଳୁନି, ଆଉ ସାଇକ୍ଲିଂ ଟା ବି ଭଲ କରିଥିବ। ଅସୁବିଧା କଣ ହୁଏ, ତମେ ଏତିକି ଗଣିତ ଆଉ ବିଜ୍ଞାନ ପାଇଁ ତମେ କଣ ପ୍ରିପାରେସନ କରିବ, ଗଣିତରେ ତମ ଯୋଉ ମେନ୍ସୁରେସନ ଅଛି, ସବୁ ପଦ୍ୟ ଗୁରା, ତା ଯୋଉ ଇଏ ଗୁରା, ତାର କଣ ସୂତ୍ର ଗୁରା ଆଉ ତାର ଇଏ ସୂତ୍ର ଗୁରା, ଗଣିତ ସୂତ୍ର ଯୋଉରା, ଏ ପ୍ଲସ ବି ହୋଲ ସ୍କୟାର, ଏ କ୍ୟୁ ବି କ୍ୟୁ, ଏରା ସବୁ ଭଲ ଲାଗି ପୁରା ଥର ହେଇଥିବ। ଆଗରୁ ମନେ ଥିବ ତମର, କିନ୍ତୁ ଏଟା ଟିକେ ଭଲକି ଦେଖିଲେ, ଏଇ ଗଣିତ ଗୁରା ଦେଖିକିରି ତମେ ଦେଖିବ। ବେଳେ ବେଳେ ତମେ କଣ ହଉଛି, ତମେ ଦେଖିବ ସେ ଉତ୍ତର ବି ଗୋଟେ ଗୋଟେ ମିଳେଇ ଦବ, ଯଦି ଉତ୍ତରକୁ ସାଙ୍ଗେ ସାଙ୍ଗେ ମିଳେଇ ଉତ୍ତର ବି ହେଇଯିବ ଠିକ। ତେଣୁ ତମେ ସେଇ ସିଡିପି ସାଙ୍ଗକୁ ବେଶୀ ଗୁରୁତ୍ୱ ଦବ, ତା ସାଙ୍ଗେ ତମେ ପଢିବ। ତାପରେ ଏଇଟା ଗଣିତ କଲା ବେଳକୁ ଦେଖ, ଏଠି 91 ଏଇଟା କୋଉଠୁ କୋଉଠୁ ହେଇଯାଉଛି, ତମକୁ ଆସିଥିବ ଏଇଟା 95 ନବ, 95ଟା ଏଇଟା ତମେ ସୂତ୍ର ପକେଇଲେ ସାଙ୍ଗେ ସାଙ୍ଗେ ହବ। କିନ୍ତୁ ତୁମେ ତାକୁ ସାଡେ ଟାଇମକୁ ଆଡଜଷ୍ଟ କରିକି ତମେ ଇଆଡେ ଆସିବ ହେଲା। ତାହେଲେ ତାପରେ ଦେଖ, ହରିଆଲବେ ଏଟା ତମକୁ ଆସିବ ତ, ଏଇଥିରେ ତମର ଗୋଟେ ପଡେ ତମ ଆରୋହୀ ଅବରୋହୀ, ବିଶ୍ଳେଷଣ ସଂଶ୍ଳେଷଣ, ଏଇଟା ତମେ ଭଲକି ଜାଣିବ। ଅନନୋନ ଟୁ ନୋନ ହେଲା, ସିନ୍ଥେସିସ୍ ଆନାଲିସିସ୍, ଏଗୁଡ଼ା ତମେ ଜାଣିବ। ତାପରେ ଏଇ ସୂତ୍ର ଯୋଉ ଇଏ ପରସେଣ୍ଟେଜ ସୂତ୍ର ଜାଣିବ, ମୂଳଧନ ସୂତ୍ର ଜାଣିବ ହେଲା। ତାପରେ ତମର ଏଇଟା ଦେଖ, ତ୍ରିଭୁଜର ସମବାହୁ ତ୍ରିଭୁଜ କ୍ଷେତ୍ରଫଳ, ବାହୁ, ଉଚ୍ଚତା, ଏଗୁଡ଼ା ତମେ ଜାଣିବ। ତାପରେ ଏଇ ଯୋଉ ଏଇଥିରେ ତମେ ଜାଣିଦବ ପୁରା। ତମେ ସିଡିପି ବେଶୀ ଗୁରୁତ୍ୱ ଦବ। କିଛି ନା ତମେ 10 ପାଇଯିବ ନା, 10 ମାର୍କ 7 ମାର୍କ ପାଇଯିବ। ତାପରେ ଅନ୍ୟଗୁଡା ମୁଁ ଯେତିକି ପ୍ରିପେୟାର ହେଇଥିବ, ତମେ ଦିନକୁ ଗଣିତ ତମେ ଆଉ 15 ଦିନ ଖଣ୍ଡେ, ଦିନକୁ 15 ଖଣ୍ଡେ 10 ଖଣ୍ଡେ ତମେ ଗଣିତ କରିବାକୁ ପଡିବ, ହାବିଟ ରଖିବା ପାଇଁ। ତାହେଲେ ତମେ ନିର୍ଦ୍ୱନ୍ଦରେ ପାସ୍ କରିବ। ଆଉ ବିଜ୍ଞାନ ପାଇଁ ଦେଖ, ଏଇଆ ଦେଖ, ତମକୁ ତ ଆସିବ, ତମକୁ ଏଇଟା ଦେଖ, ତମକୁ ଦେଖା ହଉଛି, ଖାଲି ଦେଖିଦେଲେ ତମେ ଯଦି ଆଗରୁ ପ୍ରିପାରେସନ ହେଇଥିବ, ହେଇଯିବ। ବିଜ୍ଞାନ ଦେଖ, ବିଜ୍ଞାନ ବେଳକୁ ତମେ କଣ ହବ, ଦେଖ ତମ ଗଣିତରେ ସବୁ ଇଏ ରହୁଛି କଣ ନା, ସିଡିପି ରହୁଛି, ତମେ ମନେ ରଖିଲେ ଜାଣି ଦେଇ ପାରିବ। ଗଣିତ ପ୍ରଦର୍ଶନୀର ପର୍ଯ୍ୟବେକ୍ଷଣ ପଡୁଥିବା ପ୍ରଶ୍ନ କେଉଁ ପ୍ରକାର ମୂଲ୍ୟାୟନ ଅଟେ। 98 ଭଲ ପ୍ରଶ୍ନ କରିଥିଲେ, ତମେ ଭଲ ଲେଖିବ। ତାପରେ ଦେଖ, ଏଇଠି ତ ତାପରେ ଆବଶ୍ୟକତା, ଉପରୋକ୍ତ ସମୟ 115। ତାପରେ ଆସିଲେ ତମେ କଣ, ବିଜ୍ଞାନ ଦେଖ, ଚାପ ହେଉଛି 121ର ବଳ ବାଇ କ୍ଷେତ୍ରଫଳ, ଫୋର୍ସ ବାଇ ଇ ରହିଲା ପ୍ରେସର ଇକ୍ୱାଲ ଟୁ ଫୋର୍ସ ବାଇ ଏରିଆ। ସୁଜା ବି ତମେ ପିଏଚ ଟା 7ରୁ ଅଧିକ ହେଲେ କଣ ହବ, କ୍ଷାରୀୟ ହବ। ପୋଷଣ କେଉଁଠି ଥାଏ, ତମେ ତ ଆଗରୁ ପଢିଥିବ। ତାପରେ ଏଇଠି ଦେଖ, ଏଇ କୈଶୋର ଅବସ୍ଥା ସାଧାରଣତଃ ଦେଖାଦିଏ କେତେରୁ କେତେ, ଏଇ ବୟସ ଗୁରା ତମେ ଟିକେ ଭଲକି ଦେଖିଥିବ, ଏଇଟା ଦେଖିଥିବ। ଆଉ ଯୋଉ ସବୁ ରହିଛନ୍ତି ଶିକ୍ଷାବିତ ସବୁ, ତମ ସବୁ ଟେଷ୍ଟ ପେପର ଥିବ, TBW ଟେଷ୍ଟ ପେପରରେ 200 ଖଣ୍ଡେ ଥିବ, ସେଇଥିରୁ ତମେ ଜାଣିପାରିବ। ବିଜ୍ଞାନ କ୍ଲବର ଲକ୍ଷ୍ୟ କଣ ହେଲା, ବୈଜ୍ଞାନିକ ମନୋଯୋଗ ବିକାଶ, ବିଜ୍ଞାନ ଏଥିରେ ବି ସିଡି ଭଲକି ଟିକେ ଦେଖିବ। ସିଡିଟା ତମ ଯଦି ନମ୍ବର କେହି କାଟିବେନି। ତମର ଏଇଠୁ ପ୍ରତିଦିନ କ୍ଲାସ ପାଇଁ କେଉଁ ପାଠାଗାର, ତେଣୁ ତମେ ଏଇଠି ଭଲକି ଟିକେ ଦେଖିବ। ମରୁଜ ଉଦ୍ଭିଦ, ଏଇଟା ଦେଖ,
ଠିକ ଅଛି ତମର ମାଛ ଶରୀର ଏଇଟା ଦେଖ ତମର ଏଇଟା ତଳେ ପହଁରିବା ସାହାଯ୍ୟ କରେ ଛୋଟ ଗଜିଆ ଏଇଟା। ତାପରେ ଏଇଟା ଦେଖ ତମେ ଭଲ ନମ୍ବର ରଖିବ 131 ରୁ ଏଇଟା ଗୋଟେ କେଉଁ ମରୁଭୂମିରେ ମରିଚିକା ଛୁଟିଆଟା ସହଜ ସହଜ ପଡିଥିଲା ତମେ ପଢିଥିବ ଏରା ତ ତମର ବିଜ୍ଞାନ ପାଇଁ ତମର ବେଶୀ ଅସୁବିଧା ହବନି କିନ୍ତୁ ଗଣିତ ତମେ ଦିନକୁ 15 କରିବ ୟା ଟାଇମ ସେ ଆଡଜଷ୍ଟ କଲେ ସିଡିପି ରେ ଓଡିଆ ଇଂଲିଶ ସିଡିପି ରୁ ଆଡଜଷ୍ଟ କଲେ ତମେ ଏଇ ଗଣିତକୁ ପାଇବ ବିଜ୍ଞାନ ତ ତମେ ପଢିଥିବ ଏମିତି ତମର ହେଇଗଲା 133 ତ 133 ତାପରେ ଆସିଲା 134 ହେଲା ବିଜ୍ଞାନ ଉପଲବ୍ଧି ପରୀକ୍ଷଣ ପାଇଁ କେଉଁ ପ୍ରକାର ପ୍ରଶ୍ନ ପ୍ରସ୍ତୁତ କରାଯାଏ ବୈଜ୍ଞାନିକ ମନର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଗୁଣ ହେଲା ତମେ ଏଇଗୁଡା ଯେ କହିଥିବ ବିଦ୍ୟୁତ ପ୍ରତିରୋଧକ ନିୟମ ଦେଖ ଓମ୍ ଓମ୍ ପ୍ଲସ୍ ସହଜ ପଡିଛି କେଉଁ ପ୍ରକାର ବିଦ୍ୟୁତ ସୁପରିବାହୀ ଅଟେ ପୁରା ଇଜି କ୍ୱେଶ୍ଚିନ୍ ପଡିଛି ଲୌହ କାଠ ପ୍ଲାଷ୍ଟିକ ଏରା ସବୁ କିପରି ଭାଇ କିପରି ଭାଇ ପକ୍ଷୀମାନଙ୍କ ହାଡ ଭିତରେ ଥିବା ବାୟୁର ଗହଳ ସେମାନଙ୍କୁ ଶରୀରକୁ ହାଲୁକା ପରି ଉଡିବାରେ ସାହାଯ୍ୟ କରେ କୋଷ ଭିତରେ ଥିବା ଲାଇସୋଜୋମ ହଉଛି ଏଇଟା ଦେଖ ସେଲୁଲାର ଡାଇଜେସନ କୋଷୀୟ ପଟାକ ତେଣୁ ତମର 140 ପୋଟାସିୟମ ପ୍ରତୀକ ଏଇଟା ପୁରା ସହଜ ସହଜ ଆମେ ଜାଣିଛେ ପୋଟାସିୟମ କେ କାଲିୟମ କ୍ଲୋରିନ ର ଯୋଜ୍ୟତା ତମେ ଜାଣିଛ ଏମିତି ତମର ତିଆରି କରିବ କିନ୍ତୁ ସିଡିପି କଲା ବେଳକୁ ଏଇଟା ଅଛି 147 ଏସ୍ଆଇ ବଳର ଏସ୍ଆଇ ଏକ କଣ ନ୍ୟୁଟନ ହେଲା ଆଉ 148 ଘର୍ଷଣ ବଳର ଏକକ ଦିଗରେ କାର୍ଯ୍ୟ କରେ ଗତିର ବିପରୀତ ଦିଗରେ ଏଟା ତ ଜାଣିଲ 149 ହେଲା ଉପରୋକ୍ତ ସମସ୍ତ ପ୍ରଶ୍ନ ପଚାରିବା ଶିକ୍ଷଣ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ କାରଣ ଜାଣିବାର ଇଚ୍ଛା ପ୍ରକୃତ ଜ୍ଞାନର ପରିଶ୍ରମ ଗୁଡାଏ ସନ୍ଦେହ ଦୂର କରେ ଉପରୋକ୍ତ 2-3 ମାନେ ସବୁ ଉପରୋକ୍ତ ସମାନ 150 ହଉଛି ଶିକ୍ଷାର୍ଥୀର ପରିବେଶକୁ ସାମଗ୍ରିକ ଭାବେ ପିଲାମାନେ ତମେ ଜାଣିଥିବ ଏଇଟା ତମେ ପ୍ରିପେୟାର ସିଡି ପାଇଁ ଟିକେ ବେଶୀ ପ୍ରିପେୟାର ହବ ଗଣିତ ଡେଲି ତମେ 15 ଖଣ୍ଡେ କରିବ ଆଉ ଗୋଟେ ତମର ସିଡିପି ର ଶେଷ ଆଡେ ଅଛି 100-200 ଖଣ୍ଡେ ଶିକ୍ଷାବିତଙ୍କର ଇଏ ଧାରଣା ଜାଣିବ ଆଉ ସିନ୍ଥେସିସ୍ ଆନାଲିସିସ୍ ଏଇଗୁରା ସବୁ ଜାଣିବ ଆଉ ନୋନ୍ ଟୁ ଅନନୋନ୍ ଆଉ ତମେ ପ୍ରିପେୟାର ହେଇକରି କଲେ ତମେ ଭଲ ନମ୍ବର ରଖିବ